ଆଜିର ଗଳ୍ପ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ପ୍ରଜେଶ। ଆଜିର ବିଷୟ ଦରଦୀ ଦାସ। ସେ ସମୟରେ ଆମେରିକାରେ ଘୃଣ୍ୟ ଦାସତ୍ୱ ପ୍ରଥା ପ୍ରଚଳିତ ଥିଲା। କୃଷ୍ଣକାୟ ବ୍ୟକ୍ତିମାନଙ୍କୁ କ୍ରୀତଦାସ ଭାବରେ ରଖି ଅକଥନୀୟ ଅତ୍ୟାଚାର କରାଯାଉଥିଲା। ସାମାନ୍ୟତମ ସ୍ୱାଧୀନତା ନଥିଲା ଏହି କ୍ରୀତଦାସମାନଙ୍କର। ପଣ୍ୟ ପଶୁ ଭାବରେ ସେମାନଙ୍କୁ ବିକ୍ରି ଖର୍ଦି କରାଯାଉଥିଲା ଦାସ ହାଟରେ। ଧର୍ମଶାସ୍ତ୍ର ବିଶାରଦ ଚର୍ଚ୍ଚର ପୁରୋହିତମାନେ ଏହି ଜଘନ୍ୟ ପ୍ରଥାକୁ ଈଶ୍ୱରଙ୍କ ସମ୍ମତି କହି ସ୍ୱୀକୃତି ପ୍ରଦାନ କରିଥିଲେ। ଫଳତଃ ଏହା ତା'ର ପାଶବ କାୟା ବିସ୍ତାର କରି ଚାଲିଥିଲା। କ୍ରୀତଦାସମାନଙ୍କର ମାଲିକମାନେ ସାଧାରଣତଃ ଥିଲେ ଅତି ନୃଶଂସ ଓ ନିର୍ଦ୍ଦୟ। ସାମାନ୍ୟ ତ୍ରୁଟି ଯୋଗୁଁ ବର୍ବରଚିତ ଭାବରେ ବେତ୍ରାଘାତ କରାଯାଉଥିଲା। ମାତ୍ରାଧିକ ଖଟଣି ଅତ୍ୟାଚାର କାରଣରୁ ଅନେକ କ୍ରୀତଦାସ ମୃତ୍ୟୁମୁଖରେ ପଡ଼ୁଥିଲେ। ବେକର ନାମକ ଜଣେ ଦାସ ଆପଣାର ମେହନତ, କର୍ତ୍ତବ୍ୟନିଷ୍ଠା ଓ ସ୍ୱାମୀଭକ୍ତି କାରଣରୁ ମାଲିକଙ୍କର ବିଶ୍ୱାସୀ ହୋଇପାରିଥିଲା। ମୁଖ୍ୟ କଥା ହେଲା ମାଲିକ ନୃଶଂସ ନଥିଲେ। ବିଶ୍ୱାସୀ ଦାସକୁ ସାଥିରେ ନେଇ ମାଲିକ ଏକଦା ଦାସ ହାଟକୁ ଯାଇଥିଲେ କ୍ରୀତଦାସ କିଣିବା ଉଦ୍ଦେଶ୍ୟରେ। ବେକର ମାଲିକକୁ ଜଣେ ବୃଦ୍ଧ କମଜୋର ଦାସକୁ ଦେଖି ତାକୁ କିଣିବା ନିମନ୍ତେ କହିଥିଲେ। ମାଲିକ ବିଶ୍ୱାସୀ ଦାସର କଥାକୁ ସମ୍ମାନ ଦେଇ ବୃଦ୍ଧ କ୍ରୀତଦାସକୁ କିଣିଥିଲେ। ମାର୍ଗରେ ଆସୁଥିବା ସମୟରେ ମାଲିକ ବେକରକୁ ପଚାରିଥିଲେ, ମଣିଷ ହାଟରେ ଏତେ ଭଲ ହୃଷ୍ଟପୁଷ୍ଟ ଦାସ ଥାଉ ଥାଉ ତୁ ମୋତେ ଏଇ ବୃଦ୍ଧ ଦୁର୍ବଳ ଦାସକୁ କିଣିବାକୁ କହିଲୁ ଯେ? ଏହାର କାରଣ କ'ଣ? ସେ କ'ଣ ତୋର ପୂର୍ବ ପରିଚିତ ସମ୍ପର୍କୀୟ? ମାଲିକଙ୍କୁ ଆଶ୍ଚର୍ଯ୍ୟ କରି ବେକର କହିଲା, ମାଲିକ, ମୁଁ ଏଇ ଦାସ ସେବା କରିବାକୁ ଚାହେଁ। ଏହା ଶୁଣି ମାଲିକ କହିଲେ, କେଉଁ କାରଣରୁ ତୁ ତା'ର ସେବା କରିବାକୁ ଏତେ ଉତ୍ସୁକ ଯେ? ସିଏ ତ ତୋର ମିତ୍ର ନୁହେଁ ବୋଲି କହୁଛୁ। ଏଥର ମାଲିକକୁ ଆହୁରି ଚକିତ କରିଥିଲା ବେକରର ଉତ୍ତର। ମାଲିକ, ସେ ମୋର ଶତ୍ରୁ, ସବୁଠୁ ବଡ଼ ଶତ୍ରୁ। ଇଏ ସେହି ବ୍ୟକ୍ତି ଯିଏ ଆଜକୁ କିଛି ବର୍ଷ ତଳେ ଗାଁରୁ ମୋତେ ବଳପୂର୍ବକ ଧରି ଆଣି ଦାସ ହାଟରେ ବିକ୍ରି ଦେଇଥିଲା। ଏହା ମୋର ଜୀବନର ଗତିପଥ ବଦଳାଇ ଦେଇଥିଲା। ମୋର ଦୁର୍ବିସହ ଦାସତ୍ୱ ଜୀବନ ବିତାଇବାର ମୂଳ କାରଣ ଏହି ବ୍ୟକ୍ତି। ସେ ଜାଣିନଥିଲା ଦାସତ୍ୱ ଜୀବନ କେତେ ପୀଡ଼ାଦାୟକ, ଯାହା ମୁଁ ମର୍ମେ ମର୍ମେ ଅନୁଭବ କରିଛି। ଏ ପର୍ଯ୍ୟନ୍ତ ମୁଁ ଦାସ ଭାବରେ କେତେ ଯନ୍ତ୍ରଣା ନ ସହିଛି। ମୋର ସ୍ୱାଧୀନତା ଏହି ଲୋକ ହିଁ ସବୁଦିନ ପାଇଁ ହରଣ କରି ନେଇଥିଲା। ଏବେ ତାକୁ ହାଟରେ ଦେଖୁ ଦେଖୁ ମୁଁ ଚିହ୍ନି ପାରିଲି। ସମୟ କଡ଼ ଲେଉଟାଇ ତାକୁ ଦାସ କରିଦେଇଛି। ଏବେ ସେ ନିର୍ବଳ, ବୃଦ୍ଧ, ଦୟାର ପାତ୍ର। ଏହି କାରଣରୁ ମୁଁ ତା'ର ସେବା କରିବାକୁ ଚାହୁଁଛି ମାଲିକ। ବେକର ଏହି ଦରଦୀ କଥା ମାଲିକକୁ ଏତେ ପ୍ରଭାବିତ କରିଥିଲା ଯେ ଏହି ନାରକୀୟ ଦାସତ୍ୱ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସିଦ୍ଧାନ୍ତ ନେବା ସହ ଦୁହିଁଙ୍କୁ ଦାସତ୍ୱରୁ ମୁକ୍ତି କରିଦେଇଥିଲେ ଓ ସ୍ୱାଧୀନ ଭାବରେ ଜୀଇବା ପାଇଁ। ଧନ୍ୟବାଦ।